ଗତକାଲି ମଧ୍ୟ ଦିलीପ ଭାଇ ଫୋନ କଲେ ଏବଂ ତାପରେ ଅଶୋକ ଭାଇ ଫୋନ କଲେ। ମୁଁ କହିଲି ମୁଁ ଯାଇକି ପହଞ୍ଚିବି ନିଶ୍ଚିତ। ଆପଣ ବ୍ୟସ୍ତ ହୁଅନ୍ତୁନି, କଥା ଦେଇଛି ତ ନିଶ୍ଚୟ ପହଞ୍ଚିବି। ଆପଣ ଆଜି ରାତିରେ ଆସନ୍ତୁ, କାଲି ଆସିଲେ ଆପଣ ପହଞ୍ଚି ପାରିବେନି। ମୁଖ୍ୟ ବକ୍ତା ଏଇ ଜିନିଷଟା ବାସ୍ତବ ଭାବରେ ଶ୍ରୀ ଶ୍ରୀ ଠାକୁରଙ୍କର ବାସ୍ତବ କରୁଣାତା ଦୟା ନହେଲେ, ମୁଁ ଏଇ କଥାଟା କହିବାର କାରଣ ଏଇଆ ଯେ ମୁଁ ଦେଖିଲି 2 ଜଣ କର୍ମୀ ମତେ ଜୋର ଦେଇ କହୁଛନ୍ତି ଆପଣ ଆଜି ରାତିରେ ପଳେଇ ଆସନ୍ତୁ, ଆସିକି ଆପଣ ଟିକେ ଜଲ୍ଦି ପହଞ୍ଚି ଯାଆନ୍ତୁ ଏବଂ ହଉ ଏତେ ଦୂରରୁ ଆସିବେ ଟିକେ ରେଷ୍ଟ ନେବେ, କଣ ତାଙ୍କର ମନୋଭାବ। ମୁଁ ଓଭର କନଫିଡେଣ୍ଟରେ ତାଙ୍କୁ କହିଲି, ମୁଁ କହିଲି ଇନ୍ ଟାଇମ୍ ଆପଣଙ୍କ ପାଖରେ ମୁଁ ଯାଇକି ପହଞ୍ଚିବି। କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କର 2 ଜଣ କର୍ମୀ, ସେମାନେ ବିଧାତା ପୁରୁଷ ହଉଛନ୍ତି ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର। ତାଙ୍କର କଥା ଯାହାବାରେ ତାହିଁ ହେଉଛି ବିଧାନ ଏବଂ ତାହାର ସେ କର୍ମୀ କୋଉ ଜନ୍ମର ସୁଯୋଗ ଫଳରେ ଆଜି ସେଇ ପବିତ୍ର ପାଞ୍ଜା ପ୍ରାପ୍ତ ସେମାନେ ହେଇଛନ୍ତି, ତାଙ୍କର ସ୍ୱସ୍ଥରୁ ସେମାନେ ପାଞ୍ଜା ଆଣିଛନ୍ତି। ନିଶ୍ଚିତ ଭାବରେ ଜନ୍ମ ଜନ୍ମାନ୍ତର ସୁକୃତ ଏବଂ 2 ଜଣ କର୍ମୀଙ୍କର କଥା କେବେ ଅନ୍ୟଥା ହେଇଯିବନି। ମୁଁ ଆଜି ଅନୁଭବ କଲି ଏଇ ଯେ ଓଭର କନଫିଡେଣ୍ଟ ମୋର, ମୁଁ ଯାଇକି ପହଞ୍ଚିବି ଆପଣଙ୍କ ପାଖରେ ନିଶ୍ଚିତ ଭାବରେ ଇନ୍ ଟାଇମ୍। ପ୍ରଥମ ବସ୍ 4:40 ଛାଡେ ଭୁବନେଶ୍ୱର, ସେ ବସ୍ ଆଜି ନାହିଁ। ଦ୍ୱିତୀୟ ବସ୍ 5:40 ଭୁବନେଶ୍ୱର ଛାଡେ, ସେ ବସ୍ ଯେତେବେଳେ ଆସିଲା ସେତେବେଳେ ଅଲରେଡି ଷ୍ଟାଣ୍ଡିଂ ସେଥିରେ ହଉଛନ୍ତି 100ରୁ ଉର୍ଦ୍ଧ୍ୱ ଭଞ୍ଜନଗର। ମୁଁ ମନେ ମନେ ଚିନ୍ତା କଲି, ମୁଁ କହିଲି ବାସ୍ତବ ଭାବରେ ପରମ ପୁରୁଷ ଆଜି ତା କର୍ମୀ ଭିତର ଦେଇ ଏଇ ଯେ କଥାଟା ପହଞ୍ଚିଥିଲା ଏଇଟା କେତେ ଦୂର ବାସ୍ତବ। ତା ସତ୍ତ୍ୱେ ବି ମୁଁ କହିଲି ମତେ ଇନ୍ ଟାଇମ୍ ପହଞ୍ଚିବାର ଅଛି ଏବଂ ସେଇ ବସରେ ଷ୍ଟାଣ୍ଡିଂ ଭୁବନେଶ୍ୱରରୁ ଆସିକି ମୁଁ ଯେତେବେଳେ ଅଲଗା କୌଣସି ଜାଗାରେ ଆଉ ବସ୍ ରହିନି, ଯାହା ଲୋକକୁ ଓହ୍ଲେଇବା ଭିତର ଦେଇକି କୌଣସି ବସ୍ ରହିନି, ଗୋଟେ ଅଲଗା ଜାଗାରେ ବସ୍ ରଖିଲା, ଲୋକମାନେ ଚିତ୍କାର କରୁଛନ୍ତି ଆମେ ପରିସର ଯିବୁ, ବସ୍ ରଖ। ବସ୍ ରଖିଲା, ସେଇଠି ମନେ ମନେ ଭାବିଲି, ମୁଁ ଯାଇ ପହଞ୍ଚିଲା ତମର ମନେ ପଡେ ଯେତେବେଳେ ମୁଁ +2 ସାଇନ୍ସ କରୁଥାଏ ନୟାଗଡ଼ କଲେଜ, ସେତେବେଳେ ତାର ସିଲଭର ଜୁବଲି ପାଳନ ହେଉଥାଏ ଏବଂ ସେଠିକି ଅନେକ ଆର୍ଟିଷ୍ଟ ସବୁ ଆସିଥାନ୍ତି। ଶାନ୍ତିଲତା ବାରିକ ସେଦିନ ଆସି ଗୋଟେ ଗୀତ ସେଦିନ ସେଇଠି ସାଙ୍ଗେ ସାଙ୍ଗେ ତାକୁ ଲେଖିକି ବୋଲିଲେ, ଏତେ ବାଟ ମୁଁ ସିନା ଆସିଛି ଧାଇଁ, କି ଗୀତ ଗାଇବିରେ କାଳିଆ ପାଇଁ, ଯାହା ଶିଖାଇଛୁ ତାହା ମୁଁ ଗାଉଛି, କାଳିଆରେ ଦୋଷ ମୋର ଧରିବୁ ନାହିଁ। ବାସ୍ତବ ଭାବରେ ଆଜି ଯେ ଏତେ ଦୀର୍ଘ ପଥ ଅତିକ୍ରମ କରି ଯଦି ମୁଁ ଏଇଠି ଆପଣମାନଙ୍କ ପାଖରେ ପହଞ୍ଚିଛି, ଗୋଟେ ମୁଖ୍ୟ ବକ୍ତା ହିସାବରେ ନୁହେଁ, ଗୋଟେ ଏଇ ଯେ ମହାନ ବକ୍ତା ହିସାବରେ ନୁହେଁ, କେବଳ ଜଣେ ଭାଇ ହିସାବରେ, ଆପଣଙ୍କର ଜଣେ ସେଇ ସ୍ନେହ ଶ୍ରଦ୍ଧା ସହାନୁଭୂତିର ପାତ୍ର ହିସାବରେ ଏବଂ ତାର ଯଦି କରୁଣା ନ ହୁଏ, ତାର ଯଦି ଦୟା ନ ହୁଏ, ସିଏ ଯଦି ଇଚ୍ଛା ନ କରେ, ତାହେଲେ କେହି ମଧ୍ୟ ଏଠି ଠିଆ ହେଇକି ଗୋଟେ ବିନ୍ଦୁ କହିବାର ଶକ୍ତି ତାକତ କ୍ଷମତା କାହା ପାଖରେ ନାହିଁ। କାରଣ ସେଇଦିନ ମନେ ପଡେ ଗୋଟେ କଥା, ଯେତେବେଳେ ଶ୍ରୀ ଶ୍ରୀ ଠାକୁର ଏମିତି ଏକ ଶୁଭ୍ର ସିଂହାସନ ଉପରେ ଉପବିଷ୍ଟ ଏବଂ ସେଦିନ ଯେ ଶ୍ରୀ ଶ୍ରୀ ଠାକୁର ତା ପରବର୍ତ୍ତୀ ଅବସ୍ଥାରେ ତା ପୂର୍ବରୁ କେଇଦିନ ପୂର୍ବରୁ ଦିନେ କେଷ୍ଟପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁର ସହିତ ଅଛନ୍ତି, ବାଣୀ ଯାହା ଆସେ ସେ ବି କିଛି କିଛି ଲେଖନ୍ତି, ତ କାଗଜଟେ ଧରିଛନ୍ତି, କଲମଟା ଅଛି ଏବଂ ଶ୍ରୀ ଶ୍ରୀ ଠାକୁର ଯାଉଛନ୍ତି। ତା ପୂର୍ବରୁ କେଇଦିନ ପୂର୍ବରୁ ଏଇ ଯେ ଶୁଭ୍ର ଆକାଶ, ନିର୍ମଳ ଆକାଶ, ମେଘମୁକ୍ତ ଆକାଶ ଏବଂ ଏଇ ଯେ ନିର୍ମଳ ଚନ୍ଦ୍ରର ଆଭା, ପଦ୍ମର ବାଲୁକା ପ୍ରାନ୍ତର ଉପରେ ବସିଛନ୍ତି କେଷ୍ଟପ୍ରସନ୍ନ ଭଟ୍ଟାଚାର୍ଯ୍ୟ। ତାଙ୍କରି କୋଳରେ ମଥା ରଖି ସେଦିନ ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ଶୋଇଯାଇଛନ୍ତି, ନିର୍ନିମେଷ ନୟନରେ ଚାହିଁଛନ୍ତି ଏଇ ଯେ ମେଘମୁକ୍ତ ଆକାଶକୁ, ଶୁଭ୍ର ଜ୍ୟୋତ୍ସ୍ନାକୁ। এই সময় পরে মনে মনে ভাবুଛନ୍ତି কেষ্টদা ସ୍ୱୟଂ ପୁରୁଷୋତ୍ତମ, এই ବିଶ୍ୱ ବ୍ରହ୍ମାଣ୍ଡର ଯେ ଆଜି ମାଲିକ, ସେ ମୋର କୋଳରେ ଆଜି। ମୁଁ କେତେ ଭାଗ୍ୟବାନ ଏବଂ କେତେ ସୌଭାଗ୍ୟର ଅଧିକାରୀ ମୁଁ, ଯଦି ନିଜେ ସ୍ରଷ୍ଟା ଯିଏ ଯେ ମତେ ସୃଷ୍ଟି କରିଛନ୍ତି ଆଜି ଯଦି ସେ ମୋର କୋଳରେ, ତାହେଲେ ମୋର ବୋଧେ ଆଉ ପୁନର୍ଜନ୍ମ ନାହିଁ। ଶ୍ରୀ ଶ୍ରୀ ଠାକୁର ହଠାତ୍ ଉଠି ପଡିଲେ, କହିଲେ କେଷ୍ଟଦା କିଛି ଭାବାନ୍ତର ହଉଛି କି? କେଷ୍ଟଦା କିଛି ଭାବାନ୍ତର ହଉଛି? କେଷ୍ଟଦା କହିଲେ ଠାକୁର ବସିକି ଭାବୁଥିଲି, ଆପଣ ଯଦି এই ସତରାତର ବିଶ୍ୱ ବ୍ରହ୍ମାଣ୍ଡ ସବୁ ସୃଷ୍ଟି କରିଛନ୍ତି। ଠାକୁର କହିଲେ ହଁ, ତ এই ସମଗ୍ର ସୃଷ୍ଟି ସ୍ରଷ୍ଟା ଆପଣ। ଠାକୁର କହିଲେ ଯଦି ହଁ ହୁଏ ତାହେଲେ ଆପଣ ମୋରି କୋଳରେ, ଆପଣ ମୋରି କୋଳରେ, ତାହେଲେ ମୋର କଣ ପୁନର୍ଜନ୍ମ ଅଛି ଠାକୁର? ଠାକୁର ସେଦିନ କହୁଛନ୍ତି, କହିଲେ এই যে ପରମ ପିତା ତୋ କୋଳରେ ଟିକେ ମୁଣ୍ଡ ରଖି
हुए तो कई समय रहीगले एथिरे तोर से आज एया हेजिव यार कौन से ग्यारंटी नहीं। आपण स्रष्टा आपण सृष्टिकर्ता श्री श्री ठाकुर बाणी देले जे से होउचंती स्रष्टा से होउचंती धाता सबु जीवनर से होउचंती त्राणकर्ता। ठाकुर कहले आमी किछि सृष्टि करिना एबार आमी सृष्टि होएछि। ठाकुर कहले मु एबार सृष्टि हेछि मु किछि सृष्टि करिनी। आश्चर्य कथा एठी बाणी दैछन्ती श्री श्री ठाकुर से होउचंती स्रष्टा से होउचंती धाता सचराचर विश्व ब्रह्मांडर मालिक। तो पुणी कहते जे मु किछि सृष्टि करिनी मु सृष्टि हेछि। पुनर्बार से दिन पचारुचंती कृष्णदा ठाकुर यार मानेटा मु बुझी पारुनी आपण जे सृष्टि हेइचंती। ठाकुर कहले कहले गछटा मु ए बेंगटा मु ए सापटा मु ए मनीषटा मु आज जहाँ देखिबा ए धूली कणाटा मध्य मु आज एया हे कि मु सृष्टि हेइछि। सेदिन परम पुरुषंकर एई कथा पदक जदिओ भी केशवदांकर मन भितरे किछि देखापात सृष्टि करिछि ता परवर्ती अवस्था मने मने भावुचंते जे परम पुरुषंकर एइभଳି भाବରେ दिव्य लीला मु तो किछि अनुभव करि पारिनी अछि मु किछि अनुभव करि पारिनी। एवं आज जे वास्तव भावरे तांकर दया तांकर करुणा जदि किए किछि आज बुझीचंते मु सेई भଳି भाବରେ प्रथम देखारे केवल से हस को नेकी जो आकर्षित होई मु तांका पाखକୁ ଆସିଥିଲି किंतु तार वास्तवता मु आज पर्यंत पाइनी। सेदिन परम पुरुष श्री श्री ठाकुर केष्टता साथी अछंती श्री श्री ठाकुर जाउचंती हठात गोटे रास्ता ओह्लेकी गोटे एमती घास पड़िया भितर पशि गले ता भितर कादुओ अछि कादुओ भितर गोड़ पशि जाउछि। केष्टता मने मने भाबुचंती रास्ता छाड़ी ठाकुर अबाटरे कुआडे आसिले एवं से अबाटरे केष्टदा तांको फॉलो करूचंती। परवर्ती अवस्था श्री श्री ठाकुर टिके मजा कर दादा तो ब्राह्मण लोक बहु ब्राह्मण ऋतिक दादा मैंने अच्छा कि आम मैंने अच्छे श्री श्री ठाकुर नैष्ठिक ब्राह्मण परिवार भितर आसी एवं से दिन जड़े ब्राह्मण संतान केष्टदा होउचंती ब्राह्मण तांको कहउचंती कले केष्टदा आज जीवन भितर गोटे निर्लोभ ब्राह्मण मु देखा पाइलेनी। मनरे भाविचंती केष्टदा आज परम पुरुषंकर कौन सी वास्तवता एपरी कौन सी अलौकिकता मो जीवन भितर मु देखा पाइनी। से दिन मजा करुचंती प्रिय परम केष्टदा जीवन भितर गोटे निर्लोभ ब्राह्मण देखा पाइलेनी। केष्टदा किसी कहलेनी। द्वितीय थर ठाकुर कहते केष्टदा किसी कहना मने मने भावुचंती ये जड़े ब्राह्मण लोक पुणी मु जड़े ब्राह्मण आमे दी जण एठी अछु गोटे अभंतरा घास पड़िया भितर सेतबेले ठाकुर एपरी मते कहउचंती कौन ठाकुर इच्छा। ठाकुर कहले केष्टदा मु कहूची तुम उत्तर दौन कहीं मो जीवन भितर मु गोटे निर्लोभ ब्राह्मण देखा पाइलेनी। केष्टदा कथाटा बाधिला एवं ये जे तांकर जो खाता कलम धरी केष्टदा से दुब घास उपरे खाता कलम रखिदे कहले ठाकुर मु चाहूची आपनकर खाता कलम रहिला। ठाकुर देखुचंदी केष्टदा फेरी जाउचंदी गंभीर की ठाकुर डाकुचंदी केष्टदा सुन केष्टदा आसुना आहरी गंभीर होइचन ठाकुर कहले केष्टदा सुन जेतबेले भयंकर रूप देखिचंदी ठाकुरंकर केष्टदा आसिक ठिया होइचंदी चुपचाप जेउचंदी जने ज्ञानर जहाज ठाकुर कहले केवल केष्टदा नुहे ठाकुर कहले गोटे सत्संगी प्रत्येक सत्संगी आज गोटे ज्ञानर जहाज ता जीवन भितर आज ये जो लोक जो माने आज ये भाव निष्पेषित निर्यातित से उठेबार प्रयास से समाज राम राज्य प्रतिष्ठा करार आवेग से भीतर अच्छी आज सत्संग वास्तव भाव में एपरी एक लघुचक्र सृष्टि कर समाज में किभली भाव में दुख दैन्य ए घृणा लज्जा भय संकोच एगुड़िक सब दूरीभूत हम तापाई प्रत्येक सत्संगी आज प्रतिष्ठित। से दिन केष्टदा ठिया होती ठाकुर पाखे मुहटा तौक पोजिकी ठाकुर कहले केष्टदा ये जो जगार मु ठिया ए जगार सब कौन अच्छी ना ठाकुर देखुचु किसी दुब घास किसी सारू गछ। ठाकुर कहले केष्टदा शिवचंद्र चक्रवर्ती नैष्ठिक ब्राह्मण तार संतान अनुकूल
অনুকূলচন্দ্র চক্রবর্তী কହୁଛି যদি ମୁଁ ଇଚ୍ଛା କରେ এই ଦୁବ ଘାସ ଆଉ ସାରୁ ଗଛକୁ ଗୋଟେ ଗୋଟେ ସ୍ୱାମୀ ବିବେକାନନ୍ଦରେ ପରିଣତ କରିଦେଇପାରେ। এই ଶକ୍ତି এই କ୍ଷମତା ମୋ ପାଖରେ ଅଛି। ଆଉ ମୋ ପାଖରୁ ଯଦି ଆଜି ଦୂରେଇ ଯିବୁ କେଷ୍ଟବା ନଷ୍ଟ ହେଇଯିବୁ, ଧ୍ୱଂସ ପାଇଯିବୁ। କିଛି ଆଉ ନକହିକି ଉତ୍ତର ନ ଦେଇ କେଷ୍ଟଦା କାଗଜ କଲମ ହାତରେ ଉଠେଇକି ଧରିକି ଠିଆ ହେଲେ। ଠାକୁର ଚାଲିଲେ। ତାପରେ କେଷ୍ଟଦା ପରେ ପରେ ଚାଲିଛନ୍ତି ତାଙ୍କର। ଏବଂ ତା ପରବର୍ତ୍ତୀ ଅବସ୍ଥାରେ ଶ୍ରୀ ଶ୍ରୀ ଠାକୁରଙ୍କର ଏଇ ଯେ ଦୈବୃତ୍ୟକୁ ସେଦିନ ସେ ଉପଲବ୍ଧି କରିଛନ୍ତି। ତାଙ୍କର ପାଦକୁ ସ୍ପର୍ଶ କରି ଠାକୁର ଯେ ବସିଲେ ତାପରେ ଯାଇକି ଏଇ ଯେ ତାଙ୍କର ଶୁଭ୍ର ଆସନରେ କେଷ୍ଟଦା ଯାଇକି ପ୍ରଣାମ କରିକି ବସିଛନ୍ତି। କିଛି ସମୟ ପରେ ଠାକୁର କହିଲେ ଏ କେଷ୍ଟଦା ଶୁଣ। ଯେତେବେଳେ ଆସିଛନ୍ତି କହିଲେ ମୋ ପାଦ ଉପରେ ହାତ ରଖିଛନ୍ତି। କହିଲେ କଣ ଦେଖୁଛୁ? ଦେଖୁଛନ୍ତି କେଷ୍ଟଦା ଅନେକ ଦିବ୍ୟ ପୁରୁଷ ଶ୍ରୀ ଶ୍ରୀ ଠାକୁରଙ୍କର ଚତୁଃପାର୍ଶ୍ୱରେ କେବଳ ଅଶରୀରୀ ଆତ୍ମା ଠାକୁରଙ୍କ ଚତୁଃପାର୍ଶ୍ୱରେ ପ୍ରାର୍ଥନା କରୁଛନ୍ତି। କେତେ ବିକଳ ହଉଛନ୍ତି, କେତେ କାନ୍ଦୁଛନ୍ତି। ଏଇ ଯେ ପ୍ରାର୍ଥନା ସେମାନଙ୍କର। କେଷ୍ଟଦା ଭୟଭୀତ ହେଇକି ପଚାରୁଛନ୍ତି ଠାକୁର ଏମାନେ ସବୁ କିଏ? ଏମାନେ ଆପଣଙ୍କୁ କଣ ପ୍ରାର୍ଥନା କରୁଛନ୍ତି? ଠାକୁର କହିଲେ ଏଇ ଯୋଉ ଦିବ୍ୟାତ୍ମା ମାନେ ସେମାନେ ଆଜି ଚାହୁଁଛନ୍ତି ସତ୍ସଙ୍ଗ କରିବା ପାଇଁ, ସାଧୁସଙ୍ଗ କରିବା ପାଇଁ, ମଣିଷରେ କି ଜନ୍ମ ନେବା ପାଇଁ। ତେଣୁ କୋଉଠି ମୁଁ ଏମାନଙ୍କୁ ଜନ୍ମ ଦେବି କେଷ୍ଟଦା? କୋଉଠି ଜନ୍ମ ଦେବି? କେଷ୍ଟଦା ସେଦିନ ଅନୁଭବ କରୁଛନ୍ତି ପରମ ପୁରୁଷ ପ୍ରିୟ ପରମ ବାସ୍ତବ ଭାବରେ କିଏ? କିଏ ସତରେ ଆପଣ? ପଚାରୁଛନ୍ତି ଠାକୁର ମୋର ଭୁଲ ହେଇଛି, ଆଜି ନିର୍ଦ୍ଦେଶ କରନ୍ତୁ ଏମାନଙ୍କୁ ଆପଣ କୋଉଠି ଜନ୍ମ ଦେବେ ଏବଂ ସେମାନଙ୍କୁ ଜନ୍ମ ଦେବା ପାଇଁ କଣ କଣ କରଣୀୟ ମତେ ନିର୍ଦ୍ଦେଶ କରନ୍ତୁ। ପରମ ପୁରୁଷଙ୍କର ଏହି ବ୍ୟାକୁଳତା ଥିଲା। ଆଜି ଯୋଉଥିପାଇଁ ଆଚାର୍ଯ୍ୟ ଦେବ ତାଙ୍କର ସପରିବାର ସମଗ୍ର ଭାରତବର୍ଷର କୋଣ ଅନୁକୋଣ ଘୁରି ଦୁଆର ବାଡେଇ ଏଇ ମଣିଷ ପାଖରେ ତାର ସତନାମ ପହଞ୍ଚେଇ ଆଜି ଯେ ସେମାନେ କିଭଳି ଭାବରେ ତାଙ୍କ ଜୀବନରେ ପ୍ରିୟ ପରମକୁ ଲାଭ କରି ଏହି ସତନାମର ଅଧିକାରୀ ହୋଇ ସେମାନେ ଜୀବନକୁ ଉପଭୋଗ କରନ୍ତୁ। ବାସ୍ତବ ଭାବରେ ଏହି ସମାଜରେ ପୃଥିବୀରେ ଗୋଟେ ନାମ ରାଜ୍ୟ ପ୍ରତିଷ୍ଠିତ ହଉ। ସେଦିନ ଠାକୁରଙ୍କର ଏଇ କେବଳ ନିର୍ଦ୍ଦେଶ ଥିଲା କେଷ୍ଟଦାଙ୍କୁ କେଷ୍ଟଦା ଆଜି ପ୍ରତ୍ୟେକଟି ମଣିଷ ପାଖରେ ଏହି ସତନାମ ପହଞ୍ଚୁ। ମଣିଷ ଆଜି ସଦ୍ଦୀକ୍ଷାରେ ଦୀକ୍ଷିତ ହଉ। ଏହି ପରମ ପୁରୁଷଙ୍କର ନିର୍ଦ୍ଦେଶିତ ପଥରେ ସେ ଚାଲୁ ଏବଂ ସମାଜ ଆଜି ସୁଖ ଶାନ୍ତିରେ ଭରି ଯାଉ। ଯୋଉ କଥା କହୁଥିଲେ ଏବେ ଅଶୋକ ଭାଇ, ଶ୍ରୀ ଶ୍ରୀ ଠାକୁରଙ୍କୁ ଯେତେବେଳେ ପଚରାଗଲା ଠାକୁର ଆପଣଙ୍କର ଧରାବତରଣ ହେଇଛି କଣ ପାଇଁ, କାହିଁକି ଆପଣ ଆସିଛନ୍ତି ଏବଂ ଯଦି ଆଧ୍ୟାତ୍ମିକ ଇତିହାସକୁ ଅବଲୋକନ କରାଯାଏ ତାହେଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ହେଉଛନ୍ତି ବ୍ୟତିକ୍ରମ। ଅନ୍ୟାନ୍ୟ କୌଣସି ଅବତାର ଭିତରେ ଏଇଟା ଦେଖାଯାଇନି। ଗୋଟେ ଇମ୍ପୋର୍ଟାଣ୍ଟ କଥା ମନେ ରଖନ୍ତୁ, ଶ୍ରୀ ଶ୍ରୀ ଠାକୁରଙ୍କୁ ଦିବାର ଆସିବାକୁ ପଡିଛି। ପ୍ରଥମେ ଠାକୁର ପ୍ରକଟିତ ରୂପରେ ଆସିଛନ୍ତି, ତାପରେ ଆବିର୍ଭାବ ହେଇଛନ୍ତି। କୌଣସି ପୁରୁଷୋତ୍ତମ ଜନ୍ମ ପରେ ଯାହା ଯାହା କହିଛନ୍ତି, କିନ୍ତୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଜନ୍ମ ପୂର୍ବର ସମସ୍ତ କଥାକୁ ଆଜି ବ୍ୟାଖ୍ୟା କରିଛନ୍ତି। କେମିତି ଆସିଛନ୍ତି, କାହା ଭିତରେ ନେଇ ଆସିଛନ୍ତି ଏବଂ କଣ କଣ ସେ ଅନୁଭବ କରିଛନ୍ତି, କୋଉଠି କିପରି ଜୀବମାନେ ଅଛନ୍ତି ଇତ୍ୟାଦି ଇତ୍ୟାଦି। ଏଇ ଯେ ସୃଷ୍ଟିର ରହସ୍ୟକୁ ଆଜି ଉନ୍ମୋଚନ କରିଛନ୍ତି, ଯୋଉଟା ବୈଜ୍ଞାନିକ ମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ତାର ଧାର ଧରି ପାରିନାହାନ୍ତି। ଏବଂ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, କହିଲେ କୌଣସି ପୁରୁଷୋତ୍ତମ ଏତେ ଦିନ ଧରି ମା ଗର୍ଭରେ ରହିନଥିଲେ, ମୁଁ ଏବାର ରହିଥିଲି ଏବଂ ଯେତେବେଳେ ମୁଁ ଏଇ ଅନ୍ତରିକ୍ଷ ଭିତରେ ଦେଇ ଆସୁଛି କାହିଁକି ମୋର ବିଳମ୍ବ ହେଲା ସେ କଥା ମଧ୍ୟ କହିଛନ୍ତି ଶ୍ରୀ ଶ୍ରୀ ଠାକୁର। କହିଲେ ଯେତେବେଳେ ମୁଁ ଆସିକି ଏଇ ଯେ ଘର ଭିତରେ ପ୍ରବେଶ କରିଛି ଦେଖିଲି ମୋ ମା ଶୋଇଛନ୍ତି, କିଛି ଧାଇ ମା ମାନେ ଅଛନ୍ତି ସେମାନେ ଶୋଇଛନ୍ତି, ଘରେ ଗୋଟେ ଛୋଟିଆ ଦୀପରିଟା ମିଞ୍ଜି ହେଇକି ଜଳୁଛି। ମୁଁ ସେଠି ପ୍ରକଟିତ ହେଇଛି, ମୋ ମାକୁ ମୁଁ ପ୍ରଣାମ କରିଛି ଏବଂ ମୋ ମାକୁ ହିଁ ମୁଁ ସୃଷ୍ଟି କରିଥିଲି। କାରଣ ଜୈବ ସଂସ୍କୃତି ଭିତରେ ଦେଇ ଏହିପରି ବାପା ମା ଦରକାର ଯେ ପୁରୁଷୋତ୍ତମାନଙ୍କୁ ଜନ୍ମ ଦେବାର କ୍ଷମତା ଯାହା ପାଖରେ ରହିଛି। ତେଣୁ ଏଇ ମାଟା ମୋର ସୃଷ୍ଟି ମଧ୍ୟ ଜୈବ ସଂସ୍କୃତି ଭିତରେ ଦେଇ ମୋତେ ସେ ଜନ୍ମ ଦେବାର କ୍ଷମତା ଲାଭ କରିଥିଲା। ଯେତେବେଳେ ଠାକୁର କହୁଛନ୍ତି ଯେତେବେଳେ ମୋ ମା 7 ବର୍ଷର ବାଳିକା ବଧୂ, ଯେତେବେଳେ ମୋ ମାମୁଁ ଏବଂ ମୋ ମା ଏମିତି ହଜୁର ମହାରାଜଙ୍କର ଫଟୋ ଏବଂ এই যে আপনার বালগোপালଙ୍କର ଫଟୋ ପାଖରେ ରାତି ବସିକି ମୋ ଅଜାଙ୍କର ଜ୍ଞାନ ସାରରେ କବାଟ ବନ୍ଦ କରି
ଠାକୁର ଘରେ ବସନ୍ତି ଏବଂ କେବଳ ଗଭୀର ଭାବରେ ଧ୍ୟାନସ୍ଥ ଅବସ୍ଥା ସେମାନଙ୍କର ଲକ୍ଷ୍ୟ ଥିଲା କେବଳ ପ୍ରିୟ ପରମଙ୍କୁ ପ୍ରାପ୍ତ ହେବା। ଏବଂ ତାଙ୍କର ଗୁରୁଦେବଙ୍କ ପାଖରେ 7 ବର୍ଷ ବୟସରେ ସେଦିନ ମାତା ମନମୋହିନୀ ଏହି ଅନୁରୋଧ ରଖିଥିଲେ, ଆପଣଙ୍କ ପରି ଜଣେ ଦିବ୍ୟ ସନ୍ତାନ ମୋର ଦରକାର, ଯାହାକୁ ନେଇ ମୁଁ ସାରା ଜୀବନ ବଞ୍ଚିବି, ଯାହାର ମୁହଁକୁ ଚାହିଁ ମୁଁ ବାସ୍ତବ ଭାବରେ ମୋର ଏହି ସମଗ୍ର ଜଗତର ଦୁଃଖକୁ ଆଜି ଏଇ ଦେବା ପାଇଁ ଚେଷ୍ଟା କରିବି। ଆଉ ମାତା ମନମୋହିନୀ ସେଦିନ ସେଇ କଥା କହୁଥିଲେ, କହିଲେ କେବଳ ମୁଁ ପୁରୁଷୋତ୍ତମଙ୍କୁ ମୋ କୋଳରେ ଜନ୍ମ ଦେଇଛି, ଏହି ଗଭୀର ପ୍ରାର୍ଥନା ଏବଂ ଅନେକ ତପସ୍ୟା ପରେ ତା କାରଣ ହେଉଛି ମୋ ପାଇଁ ନୁହଁ, ଏହି ସମାଜରୁ କିଭଳି ଭାବରେ ଆଜି ଦୁଃଖ ଦୂରୀଭୂତ ହବ, ମଣିଷମାନଙ୍କ ମୁହଁରେ ହସ ଫୁଟିବ, ସୁଖରେ ଶାନ୍ତିରେ ମଣିଷ ତା ଜୀବନକୁ ଏଇଭଳି ଭାବରେ ଅତିବାହିତ କରି ଚାଲିବ। ତେଣୁ ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ସେଇ କଥା କହୁଥିଲେ, କହିଲେ ଏଇ ସାଧନାର ଫଳ ମୋ ମାର। ମୁଁ ଆସିଲି ଦେଖିଲି ସେତେବେଳେ ଗୋଟେ ଛୋଟିଆ ଦୀପଟିଏ ମିଞ୍ଜି ହେଇକି ଜଳୁଛି, ମାଙ୍କୁ ପ୍ରଣାମ କଲି ଏବଂ ତାପରେ ମାର ଗର୍ଭରେ ପ୍ରବେଶ କରି ସାଙ୍ଗେ ସାଙ୍ଗେ ଜନ୍ମ ନେଲି। କିଏ ପରି ପୁରୁଷୋତ୍ତମ ଅଛନ୍ତି, ଯିଏ ପ୍ରଥମେ ପ୍ରକଟିତ ହୋଇଛନ୍ତି ତାପରେ ଆବିର୍ଭାବ ହୋଇଛନ୍ତି। ଏବଂ ଆପଣ ଦେଖିବେ ପୁରୁଷୋତ୍ତମ ମାନଙ୍କର ଜନ୍ମଦିନ, ରାମଚନ୍ଦ୍ରଙ୍କର କୁହନ୍ତୁ, ଶ୍ରୀକୃଷ୍ଣଙ୍କର କୁହନ୍ତୁ, ରସୁଲ ମହମ୍ମଦଙ୍କର କୁହନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କର କୁହନ୍ତୁ, ବୁଦ୍ଧଦେବଙ୍କର କୌଣସି ପୁରୁଷୋତ୍ତମଙ୍କର କଥା ଯଦି ଆମେ ଚିନ୍ତା କରିବା, ତାଙ୍କର ଜନ୍ମଦିନ ଗୋଟିଏ ଦିନ ପାଳନ କରାଯାଏ। ଜନ୍ମାଷ୍ଟମୀ ଦିନ ଜନ୍ମଦିନ ହୁଏ। ଆଉ କୋଟି ଗାଁ ଗହଳିରେ କୌଣସି ଜାଗାରେ କୃଷ୍ଣ ଜନ୍ମ ପାଳନ ହଉଛି ଆଉ ଗୋଟେ ଦିନ, ରାମ ଜନ୍ମ ଆଉ ଗୋଟେ ଦିନ ପାଳନ ହଉଛି ନା। କିନ୍ତୁ ଆମେମାନେ ଆଜି ପ୍ରିୟ ପରମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଯୋଉମାନେ ଫଲୋଅର୍ସ, ସେମାନେ এই যে ভাদ্র পরিক্রমা চালিলা মাস সারা, জন্মদিন পালন ହେଲା তারা নবমী তিথি এবং দিবসরে 15-16 যাহা পড়িলা, তারপরে ডিসেম্বর মাসରୁ ଆରମ୍ଭ ହେଲା ପରମ ପ୍ରିୟ ପରମଙ୍କର সেই ଜନ୍ମବାର୍ଷିକ ସମଗ୍ର ପୃଥିବୀର କୋଣ ଅନୁକୋଣରେ। ତେଣୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏଇଥିପାଇଁ ଆଜି ବାସ୍ତବ ଭାବରେ ଜଣେ ବ୍ୟତିକ୍ରମ ବ୍ୟକ୍ତିତ୍ୱ ଏବଂ ସବୁ ଅବତାରକୁ ପରିପୂରଣ କରି ଦୟା ନେବାର ଆସିଛନ୍ତି, ବାସ୍ତବ ଭାବରେ ନିଜ ଅବତାରୀ ଭାବରେ ଜଣେ ମହାମନୀଷୀ ଭାରତବର୍ଷର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପୁରୁଷୋତ୍ତମ ବୋଲି ଶୁଣିଛନ୍ତି, ଆସିଲେ ଠାକୁର ପାଖରେ ପହଞ୍ଚିଲେ, କିଛି ଆଲୋଚନା କରିବା ପାଇଁ ଚେଷ୍ଟା କରିଛନ୍ତି ଠାକୁର, କିନ୍ତୁ କୌଣସି ଆଲୋଚନା କରିବା ପାଇଁ ସୁଯୋଗ ଦେଉନାହାନ୍ତି। ତାପରେ ଯେତେବେଳେ ନିବେଦନ କଲେ ଠାକୁର ଜଣଙ୍କୁ ଛାଡ଼ି ଦେଉଛନ୍ତି, ସିଏ କିଛି ଆଲୋଚନା କଲେ, କଲାପରେ ଇଏ ଏତେ ଭୟଭୀତ ହେଇଗଲେ, କଲେ ଗୋଟେ ଭକ୍ତ ତାଙ୍କର ଏତେ କଥା ଜାଣିଛନ୍ତି ଏବଂ ଏତେ ମହାନ ଜ୍ଞାନର ସେ ଅଧିକାରୀ। ତା ପରବର୍ତ୍ତୀ ଅବସ୍ଥାରେ ଠାକୁରଙ୍କ ନିର୍ଦ୍ଦେଶରେ ତାଙ୍କୁ ଶ୍ରୀ ଶ୍ରୀ ବଡ଼ଦାଙ୍କ ପାଖକୁ ନିଆଗଲା। ଶ୍ରୀ ଶ୍ରୀ ବଡ଼ଦାଙ୍କର এই সমস্ত জিনিসକୁ ସେ ଦେଖିକି କେବଳ କିଛି ଆଲୋଚନା ବର୍ତ୍ତମାନ ତାଙ୍କ ସହିତ କରିନାହାନ୍ତି, ତାଙ୍କର ଚାଲି ତାଙ୍କର ସମସ୍ତ କଥା ଦେଖି ସେଇନ ସ୍ତବ୍ଧ ହେଇକି କହୁଛନ୍ତି, ମିଡିଆରେ ସେଦିନ କହୁଛନ୍ତି, କହିଲେ ମୁଁ ଆସିଥିଲି ଗୋଟେ ଭଗବାନ ପାଇଁ ଏଠିକୁ, ଆଜି ଏଠି ଦୁଇଟା ମଣିଷ ଭଗବାନଙ୍କୁ ଦେଖିବାକୁ ପାଉଛି। ଶ୍ରୀ ଶ୍ରୀ ବଡ଼ଦା ଯୋଉ କଥା ପୂଜ୍ୟପାଦ ଦାଦା କହିଲେ, କହିଲେ ଶ୍ରୀ ଶ୍ରୀ ଠାକୁର ହେଉଛନ୍ତି ଅବତାରୀ, ଆମର ବାବା ଶ୍ରୀ ଶ୍ରୀ ବଡ଼ଦା ହେଉଛନ୍ତି ଅବତାର। ତେଣୁ ତାଙ୍କୁ ଜୀବନ ଭିତରେ ଆମେ ଧରିଛନ୍ତି। ତାଙ୍କର 5ଟି ସ୍ତମ୍ଭ, ଯୋଜନ ଜାତ ନିଷ୍ଠବୃତ୍ତି, ସୁସ୍ଥୟିନୀ ସଦାଚାର, ୟା ଭିତର ଦେଇ ଆଜି ଯେ ବାସ୍ତବ ଭାବରେ ଗୋଟେ ଭଲ ମଣିଷ କରିକି ଗଢ଼ି ତୋଳିବା ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କର ଯାହା ପ୍ରୟାସ, এই ଭିତର ଦେଇ ଆଜି ଜୀବନର ଜଳ ବ୍ୟାଧି ରୋଗ ଶୋକ କିଭଳି ଭାବରେ ସବୁଗୁଡ଼ିକ ଦୂରୀଭୂତ ହୋଇ ଚାଲିଛି, ଗୋଟେ ସତ୍ସଙ୍ଗୀ ତା ଜୀବନକୁ କିଭଳି ଭାବରେ ଆଜି ଉପଭୋଗ କରୁଛି। ବସିକି ସେ କଥା ଭାବୁଥିଲି, ଏଠି ଭାଇ ଆସି କହୁଥିଲେ ଆମେ ଏମିତି କଳା ପାରି ଧୋତି ପିନ୍ଧିଛୁ, ଫୋଟେଇ ପିନ୍ଧିଛୁ, ହାତରେ ସୁନା ମୁଦି ଅଛି, ବେକରେ ଚେନ୍ ମନେକର ଅଛି, ଚଷମା ପିନ୍ଧିଛୁ। ସିଏ ଆସିକି କହୁଛନ୍ତି ଠାକୁରଙ୍କୁ, କହିଲେ ଠାକୁର ଏଇ ଯେ ମୁଁ ଦେଖୁଛୁ ପ୍ରତ୍ୟେକଟି ସତ୍ସଙ୍ଗୀ ଜଣେ ଜଣେ ଜୋଇଁ ପୁଅ, ଯେତେ ଶ୍ୱଶୁର ଘରକୁ ଜୋଇଁ ପୁଅ ଗଲେ ପୁରା ସେମିତି ଚକାଚକି ହେଇଯାଉଛି। ଆମେ ମୁଁ ଦେଖୁଛି ଯେ ପ୍ରତ୍ୟେକଟି ସତ୍ସଙ୍ଗୀ ଆଜି ଜଣେ ଜଣେ ଜୋଇଁ ପୁଅ। ଠାକୁର କହିଲେ କାହିଁକି କଥା କହୁଛୁ? ନା ସୁନ୍ଦରିଆ ସୁନ୍ଦରିଆ ଧଳା କଳା ପାଡିଥିବା ଧଳା ଲୁଗା
एकदम धड़ा थाई पिन पिन धड़ार फटे बेकरे चेन हाथरे मुदी आखिरे चषमा पादरे जोता ताले एमारे गोटे गोटे जोई पुओ नुहे ताऊ कौन ठाकुर कहले एमारे जोई पुओ एई नाहंती हवा को आहुरी बाकी अछि दिने गोटे सत्संग को देखी एपरी कौनसी मनुष्य समग्र विश्व रही पारिबनी से दिन इंगित करिवो एई सत्संगी जाउची आज जहाँ द्वारा समाजर परिवर्तन घटी एई गोटे सत्संगी जाउची जे अन्य पाई मध्य कामे गोटे सत्संगी जाउची जे जार विराट भाव प्रसारित करी अन्य दुख को आज दूरीभूत करबा पाई चेष्टावान हुए एई आशा ए भरोसा नहीं प्रिय परम वास्तव भाव से दिन आविर्भूत होइचंती एवं भाई से एक कथा गीतर से दिन भरुथिले आद्य बसंतर ये प्रारंभ जो वास्तव भाव तांकर आगमन पाई सचराचर विश्व ब्रह्मांड आदि सते जेपरि प्रफुल्लित हो उठी एवं आज सजई होगी अपेक्षा करिछि वास्तव भाव प्रत्येक गछरे आज सबुजिमार प्रलेप गछ सब पत्र छड़ा देकी कळी उठिलाणी प्रत्येक गछ सबुजिमार प्रलेप माखी हो उठी एवं वर्षे धरी जो मानिनी कोकिलता आज चुप रही से पुणी हे पंचमतान कु 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 राग कर उठिलाणी सुतबकुआ मंजरे जो विलीन जौवनी धीरे धीरे ये बहुल फुलटा चना खसवा गलाणी पथे पथे पड़स कुसुम चंपा नागेश्वर अरविंद मुचुकुंद कृष्ण चूड़ा करवीर एते एते फुलर भाई गीतार कहते केते फुलर पटुआर प्रिय परमंकर धरा अवतरण आगमनीर शंख प्रत्येक स्थान आज निनादित तेबे श्री श्री ठाकुर जेतबेले तांकु पचरागला आपनकर आविर्भाव कोथिपाई कौन पाई आपनकर धरा अवतरण हिछे बा ठाकुर कहले उद्धार पाई बन्या होइछि लोक भासी जाउछि ताको उद्धार करिवे भूमिकंप होइछि शह शह लोक आज ये तपस्वी कोठा तले मारिकी रही उद्धार करेंगे निया लगी जाइए कौटी घर भर बस क्या उद्धार करेंगे यही उद्धार करने आसी ठाकुर कहले ना मुझे जीवोद्धार जीव को पूरी कौन उद्धार करेंगे कौन जीवटा आज पतित आज उद्धार करेंगे ये भागवतर गोटे कथा मन पड़े पंचभूतर फांदे जीव परी कांदे आज जो जीवटा पंचभूतर आज आबद्ध हो छटपट होउछि एवं जो कथा कहला संसार कूपे पतित गाधे महाम्बूत विषय अभितप्ते करावलंबम मम देहि विष्णु गोविंद दामोदर माधवेति ए संसार रूपक कूपरे मनुष्य पड़िकी जतबेले छटपट होउछि जीवटा पड़िकी जतबेले छटपट होउछि ठाकुर कहले जीवोद्धार पाई मु आसीछि बा आमे बहुत चालाक ठाकुर को पुणी प्रश्न करुचु ठाकुर जदि जीवोद्धार आप आसी ए मनुष्य कहीं आज हाहाकार करुच्ची मनुष्य मनुष्य भीतर आज संपर्क कहीं चूर्ण होती मनुष्य केवल रक्त मांस धरिकी गोटे मनुष्य पद राज्य होगी गोटे खोलपा पिंधिकी ठिया पाखरे तो मानविकता नहीं पाखरे तो मनुष्य पड़ियाटा नहीं से आज अन्य को स्टैबिंग करुच्ची अन्य रक्त होली खेलुची तार कुत्सा रटना करुच्ची इत्यादि इत्यादि तार कि उद्धार पाई आप आसी ठाकुर गोटे गपटे साइटेसन कर से गपटा ठाकुर कहले गोटे गप मु कहूँ शुणु भगवान ए सबको सृष्टि करी ना आज्ञा ये भगवान साप को सृष्टि करी बेंग को भी सृष्टि करी साप भी भगवान को सृष्टि बेंग भी भगवान को सृष्टि थरे साप जाइकी पहुंचले भगवान पाखे पहुंचला कहला प्रभु आपण मते गोड़ दे नांती हाथ दे नांती किछि मते दे नांती मते एपरि गोटे जीव करके आपण छाड़ी देले मो पेटारे घुसरी घुसरी चालुछि ताहले मो खाद्य मु केमिति पाइबी जदि बेंगटा मोर खाद्य ताहले बेले बेले मध्य या पाखरे बेंग मोटा खसी जा मु खाई पारे ना तेणु आपण मते गोटे बर दियंतु भगवान कहले ठीक अछि कि बर चाहूछु
ନା ମୁଁ ଚାହୁଁଛି ଗୋଟେ ବେଙ୍ଗକୁ ଧରିଲା ଆଉ ତାକୁ ଯେମିତି ମୋ ପାଖରୁ ସେ ଖସିକି ଯାଇପାରିବନି। ଭଗବାନ କହିଲେ ତଥାସ୍ତୁ, ବେଙ୍ଗଟା ତୁ ଧରିଲେ ତୋ ପାଖରୁ ଆଉ ଖସିକି ସେ ଯାଇପାରିବନି। ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ସେ ଆସୁଛି ପୁଣି ଭଗବାନ ଡାକୁଛନ୍ତି, କହିଲେ ଶୁଣ, ବେଙ୍ଗଟାକୁ ଧରିଲେ ତୋ ପାଖରୁ ସେ ଖସିକି ଯାଇପାରିବନି, କିନ୍ତୁ ମନେ ରଖ ତୋ ପାଟିରୁ ତୁ ବେଙ୍ଗଟାକୁ କେତେବେଳେ ଛାଡ଼ିବୁନି। ପାଟିରେ ସେମିତି ଧରିକି ରଖିବୁ ସେ ନ ମଲା ପର୍ଯ୍ୟନ୍ତ। କହିଲେ ଠିକ ଅଛି ଆଜ୍ଞା, ଖାଦ୍ୟକୁ ପାଇବି, ଖାଦ୍ୟଟାକୁ ଛାଡ଼ିବି କାହିଁକି? ଆଉ ତାର ସାପ ପଳେଇ ଗଲା ବେଙ୍ଗ ମାନେ ଯୋଉଠି ଅଛନ୍ତି। ବେଙ୍ଗ ମାନଙ୍କର ଭିତରେ ଏଇଭଳି ଭାବରେ ଭୟଭାବ ସୃଷ୍ଟି ହେଇଗଲା ଯେ ସାପ ଏବାର ଧରିଲେ ଆମକୁ ଖାଇବ। ସେମାନେ ପୁଣି ଯାଇକି ଭଗବାନ ପାଖରେ ପହଞ୍ଚିଲେ, କହିଲେ ଆଜ୍ଞା ଆମେ କଣ ଆପଣଙ୍କ ସୃଷ୍ଟିର ଗୋଟେ ଜୀବ ନୁହଁ? ଭଗବାନ କହିଲେ କିଏ ମନା କଲା ତୁମେ ମାନେ ଜୀବ ନୁହଁ ବୋଲି? ତାହେଲେ ଯଦି ସାପକୁ ଏପରି ବର ଦେଇଦେଲ, ସାପ ତ ଧରିଲେ ଆମକୁ ଖାଇଦବ, ତାହେଲେ ଆମେ କିପରି ବଞ୍ଚିବୁ? କହିଲେ ଠିକ ଅଛି, ତୁମେ ଯଦି ବଞ୍ଚିବାକୁ ଚାହୁଁଛ ତାହେଲେ ବେଙ୍ଗ ପାଟିରେ ସାପ ଯେତେବେଳେ ତୁମକୁ ଧରିବ ତା ପାଟିରେ ଥିଲା ବେଳେ ତୁମେ ପାଟି କରିବନି, ଚିତ୍କାର କରିବନି। ଇଏ ହଁ ମାରିଦେଲା, କହିଲେ ଆମକୁ ସାପ ଧରିଲା ଆଉ ଚିତ୍କାର କରିବୁ କାହିଁକି? ପଳେଇ ଆସିଲେ, ତଥାସ୍ତୁ କହିଦେଲେ। ଭଗବାନ ଆସିଲ, ଆସିକି ସାପଟା ବେଙ୍ଗକୁ ଧରିଲା। ଧରିଲା ପରେ ପାଟି ଭିତରେ ଅଛି, ଅଣନିଶ୍ୱାସ ହେଇଯାଉଛି, ବହୁ କଷ୍ଟ ହଉଛି। ଦେଖାଗଲା, ଯାହାହେଲେ ଭଗବାନଙ୍କର କଥା ମନେ ପଡିଲା, ପ୍ରଭୁ କହିଛନ୍ତି ଚିତ୍କାର ନ କରିବା ପାଇଁ, ତାଙ୍କ କଥା ମାନିବି ଏବଂ ଚୁପଚାପ ଯେତେ କଷ୍ଟ ହେଲା ଏଇଭଳି ଭାବରେ ରହିଲା। ପରବର୍ତ୍ତୀ ଅବସ୍ଥାରେ ସାପ ମନେ ମନେ ଭାବୁଛି, ହେଲା ବେଙ୍ଗଟାକୁ ତ ଧରିଲେ ଜୋରରେ ଚିତ୍କାର କରେ, ଆଉ ବୋଧହୁଏ ଏଟା ଧରିଲା ଭିତରେ ମରିଗଲାଣି, ଆଉ ବଞ୍ଚିନି, ତେଣୁ ପାଟିଟା ଖୋଲିଦେଲା। ବେଙ୍ଗଟା ତଳକୁ ପଡ଼ିଲା, ଫଟକି ପାଣି ଫୁଟେଇକି ପଳେଇଲା। ରାକ୍ତମ ତମ ହେଇକି ସାପ ଆସିକି ପହଞ୍ଚିଲା ପ୍ରଭୁଙ୍କ ପାଖରେ, କହିଲା ପ୍ରଭୁ ଆପଣ ବର ଦେଇଥିଲେ ନା ମୁଁ ବେଙ୍ଗକୁ ଧରିଲେ ଖାଇବି ନିଶ୍ଚିତ? ନା ହଁ ବର ଦିଆଯାଇଥିଲା। ତାହେଲେ ବେଙ୍ଗ ଆଜି ମୋ ପାଟିରୁ ଖସିକି ପଳେଇଗଲା। ପ୍ରଭୁ ମନେ ପକେଇ ଦଉଛନ୍ତି, ଏଇ ତତେ କହିଥିଲି ଯେ ସେ ନ ମରା ପର୍ଯ୍ୟନ୍ତ ତାକୁ ଛାଡ଼ିବୁନି। ତାହେଲେ ସିଏ ଯେତେବେଳେ ତୋ ପାଟିରୁ ତାକୁ ଖସେଇଲୁ ସେତେବେଳେ ସେ ବଞ୍ଚିଥିଲା ନା ମରିଯାଇଥିଲା? ନା ଠାକୁର ବଞ୍ଚିଥିଲା। ତେଣୁ ଆଜି ଯେତେବେଳେ ଏଇ ଯେ ମଣିଷ ଯେତେବେଳେ ଏଇଭଳି ଭାବରେ ଅବସ୍ଥା ଆଜି ସୃଷ୍ଟି ହୁଏ ସମାଜରେ, ଠାକୁର ସେଇ କଥା କହୁଛନ୍ତି। କହିଲେ ଏ ମଣିଷ ଗୁଡା ଯେତେବେଳେ ପ୍ରିୟ ପରମଙ୍କର କଥା ନ ଶୁଣନ୍ତି, ତାଙ୍କର ନିର୍ଦ୍ଦେଶିତ ପଥରେ ଯେତେବେଳେ ସେମାନେ ପରିଚାଳିତ ନ ହୁଅନ୍ତି, ସେତେବେଳେ ତା ଜୀବନ ଭିତରେ ଦୁଃଖ ଆସେ, ଦୁର୍ଦ୍ଦଶା ଆସେ, ଦୁର୍ଦିନ ଆସେ। ଏବଂ ସେଇ ଦୁଃଖ ଦୁର୍ଦ୍ଦଶା ଦୁର୍ଦିନ ଭିତରେ ଯେତେବେଳେ ସେ ହନ୍ତ ସନ୍ତ ହେଇ ତ୍ରାହିମାମ୍ ମଧୁସୂଦନମ୍ ବୋଲି ଚିତ୍କାର କରି ଚାଲେ, ସେତେବେଳେ ମତେ କିନ୍ତୁ ବହୁତ କଷ୍ଟ ଲାଗେ। এই ଲୋକଗୁଡା ଯେତେବେଳେ ମୋ କଥା ନ ଶୁଣନ୍ତି, ସେଇଥିପାଇଁ ଆଜି এই ଅବସ୍ଥା ହେଇଛି ସମଗ୍ର ବିଶ୍ୱରେ। ସେଦିନ ବୁଝିଥିଲେ ସେ ମହାମନୀଷୀ, ବାସ୍ତବ ଭାବରେ ଆଜି ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ତାଙ୍କର ଧରାବତରଣ କାହିଁକି ହେଇଛି ଏବଂ ସମତିକ୍ରାନ୍ତ ହେବାକୁ ଯାଉଛି। ତେବେ ଆଜି ଯେ ସେ କାହିଁକି ଆସିଛନ୍ତି, ତ ପରମ ପୁରୁଷ ଯୋଉ ଇଚ୍ଛା ନେଇ ମହତ୍ ଇଚ୍ଛା ନେଇ ଆଜି ତାଙ୍କର ଧରାବର୍ତ୍ତନ ହେଇଛି, ସେଦିନ ଋତିକ ଦାଦା ମାନେ ଯାଆନ୍ତି ସବୁ ଦୀକ୍ଷା କାର୍ଯ୍ୟକ୍ରମରେ। ଜଣେ ଋତିକ ଦାଦାଙ୍କୁ ଠାକୁର ପଠେଇ ଦେଇଛନ୍ତି ଦୀକ୍ଷା କାର୍ଯ୍ୟକ୍ରମରେ ଏବଂ ଆସିଲା ପରେ ମାସେ ପରେ ଯେତେବେଳେ ଫେରିଛନ୍ତି, ଫେରିଲା ପରେ ଠାକୁରଙ୍କ ଆଗରେ ସମସ୍ତ କଥା ବର୍ଣ୍ଣନା କରୁଛନ୍ତି। ଠାକୁର ତାକୁ ପଚାରୁଛନ୍ତି କୋଉଠି ରହିଲୁ, କଣ ଖାଇଲୁ, କେତେ ଦୀକ୍ଷା ଦେଲୁ, କଣ ଯାଜନ କଲୁ, ଇତ୍ୟାଦି ଇତ୍ୟାଦି ସମସ୍ତ କଥା ଟିକନିକ ଭାବରେ ବୁଝିଲେ। ତାପରେ ଦାଦା ସମସ୍ତ କଥା କହିନେଲେ। ତାପରେ ପୁଣି ଥରେ ଠାକୁରଙ୍କ ନିର୍ଦ୍ଦେଶ ହେଲା, ଠାକୁର ପଠେଇ ଦେଇଛନ୍ତି ଦୀକ୍ଷା କାର୍ଯ୍ୟକ୍ରମରେ ଏବଂ ଦୀକ୍ଷା କାର୍ଯ୍ୟକ୍ରମ ସାରିକି ପୁଣି ଯେତେବେଳେ ମାସେ ପରେ ଫେରିଛନ୍ତି, ସେ ଠାକୁର ପାଖରେ ବସିକି ପ୍ରଣାମ କରୁଛନ୍ତି। ଠାକୁର ତାଙ୍କୁ ଚାହୁଁନାହାନ୍ତି, ଠାକୁର ମୁହଁ ଭରଉଛନ୍ତି ଏପଟକୁ ସେପଟକୁ। ସେ ଦେଖିଲେ ଠାକୁର ଏତେ କାହିଁକି ମ୍ରିୟମାଣ ଆଜି ବିଲକୁଲ ଚାହୁଁନାହାନ୍ତି। ତା ପରବର୍ତ୍ତୀ ଅବସ୍ଥାରେ ସେଦିନ ସେ ଉଠିକି ପଳେଇ ଯାଇଛନ୍ତି। ତା ପରଦିନ ସକାଳେ ଆସିକି ଠାକୁରଙ୍କ ପାଖରେ ବସିକି ପ୍ରଣାମ କରିକି ଆଖିରୁ ଲୁହ ଝରଉଛନ୍ତି, ଠାକୁର ମୋର କଣ ଆଜି କି ଅସୁବିଧା ମୁଁ କରିଛି ଆପଣଙ୍କର, କଣ ମୁଁ ଆପଣଙ୍କ ପାଖରେ ଭୁଲ କରିଛି ଯେ ଯାହା ଫଳରେ କି ମତେ ଆପଣ କିଛି ପଚାରୁନାହାନ୍ତି। ବିଗତ ଦିନ ଆପଣ ଏତେ ଏତେ କଥା ପଚାରୁଥିଲେ, ଆଜି କିନ୍ତୁ କିଛି ପଚାରୁନାହାନ୍ତି। ସେତେବେଳେ ଶ୍ରୀ ଶ୍ରୀ ଠାକୁର କହିଲେ ଗତ ଥର ଯୋଉ ଲୋକଟାକୁ ତ ସାଥିରେ ନେଇକି ଯାଇଥିଲୁ, ସେ ଲୋକଟାକୁ ଏଥର ତୁ ନେଇକି ଗଲୁନି କାହିଁକି? ଠାକୁର ନିର୍ଦ୍ଦେଶ କରିଥିଲେ ଗୋଟେ ଲୋକକୁ ନେଇକି ଯିବା ପାଇଁ ତାଙ୍କ ସାଥିରେ, କିନ୍ତୁ ଏବାର ସେ ତାଙ୍କୁ ନେଇକି ଯାଇନାହାନ୍ତି। ଠାକୁର ପଚାରୁଛନ୍ତି ସେ ଲୋକଟାକୁ ଏଥର ତୁମର ନେଇକି ଗଲୁନି କାହିଁକି?
ନା ଠାକୁର ମୁଁ ଯେତେବେଳେ ଯାଜନ କରେ ସିଏ ବସିକି ହସେ, ମୁଁ ଯେତେବେଳେ ଦୀକ୍ଷା କାର୍ଯ୍ୟକ୍ରମ କରେ ତାଙ୍କ ପରିବାର ଦୀକ୍ଷା ହଉଥାଏ, ସେ ମୋ ପାଖରେ ନ ବସିକି ତାଙ୍କ ଘର ଭିତରେ ପଶିକି ମୂଲ୍ୟବାନ ଜିନିଷ ସବୁ ଚୋରି କରେ। ତେଣୁ ଗୋଟେ ଚୋରଟାକୁ ନେଇକି ଯିବା ପାଇଁ ଏଥର ଇଚ୍ଛା କଲେନି। ଠାକୁର କହିଲେ ଦୁଃଶାଲା, ତୋ ଜୀବନ ଭିତରେ କି ଦୀକ୍ଷା ଦେଉଛୁ? ଆଜି ଯଦି ଗୋଟେ ମଣିଷକୁ ତୁ ଚୋରଟାକୁ ଭଲ ମଣିଷ କରିଦେଇ ପାରୁନୁ, ତାହେଲେ ମୁଁ କୋଉ ଭରସା ନେଇ ଆଜି ସମାଜରେ କୋଟି କୋଟି ଚୋର ଡକାୟତ ତସ୍କର ଆଜି କେତେ ଏଇଭଳି ଭାବରେ ଅପାଧ୍ୟ ମାନବ ଯୋଉମାନଙ୍କୁ ନେଇକି ମୁଁ ମଣିଷ କରିବାର ଇଚ୍ଛା କରିବି, ସାହସ କରିବି, ଚେଷ୍ଟା ବି କରିବି। ତେଣୁ ପରମ ପୁରୁଷ ଯାହା ଇଚ୍ଛା କରିଛନ୍ତି ତାଙ୍କୁ ଟିକେ ଯଦି ମୁଁ ଭକ୍ତି କରେ, ଶ୍ରଦ୍ଧା କରେ, ପ୍ରୀତି କରେ, ତାହେଲେ ମୋ ଜୀବନଟା ସେଇଭଳି ଭାବରେ ହେଇ ଚାଲିବ। ଗୋଟେ କଥା 5 ମିନିଟ୍ ସମୟ ନେବି, ଠାକୁରଙ୍କର ବାସ୍ତବ ଜୀବନରେ ଗୋଟେ କଥା ଦାଦାଙ୍କଠୁ ଅନୁରୋଧ କରୁଛି 5 ମିନିଟ୍ ସମୟ ପାଇଁ। ବୁଝନ୍ତୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଯେ ସେ କିଏ ବାସ୍ତବ ଭାବରେ ବାର ଆସିଛନ୍ତି। ମନେ ପଡେ ସର୍ଟରେ ସାରୁଛି କଥାଟା, ବହୁତ ବିରାଟ କଥା ସେଇଟା। ସେଦିନ ଏମିତି ଘୁରି 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 ଗୋଟେ 10-15-16 ବର୍ଷର ପିଲା ଆସିକି ଠାକୁରଙ୍କ ପାଖରେ ପହଞ୍ଚିଲା। ସେତେବେଳେ ଠାକୁର ଆଲୋଚନା କରୁଛନ୍ତି ଯୋଉମାନେ ପିତୃହରା, ଯୋଉମାନେ ମାତୃହରା, ସେମାନଙ୍କୁ ମୁଁ ବହୁ ଆଦର କରେ, ବହୁ ଯତ୍ନ କରେ, ମୁଁ ସେମାନଙ୍କୁ କୋଳାଗ୍ରତ କରେ, ମୁଁ ତାଙ୍କୁ ସ୍ନେହ କରେ, ଶ୍ରଦ୍ଧା କରେ। ଏଇଭଳି ଭାବରେ ସେଦିନ ଆଲୋଚନା ଭିତରେ ଚାଲିଛି। ପିଲାଟି ଆସିକି 15-16 ବର୍ଷର ପିଲା ବସିଲା ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ, ଆଲୋଚନା ସରିଲା, ପ୍ରଣାମ କଲା, କହିଲା ଠାକୁର ମୁଁ ଆପଣଙ୍କର ଆଶ୍ରମ ରହିବାକୁ ଚାହେଁ। ଠାକୁର କହିଲେ କାହିଁକି, ତୋର କଣ କେହି ନାହାନ୍ତି? ନା ହଁ ଠାକୁର ମୋର ଝିଅ ଅଛି କିନ୍ତୁ ମୁଁ ପିତୃହରା। ଠାକୁର କହିଲେ ଠିକ ଅଛି ଆଶ୍ରମରେ ରୁହ। କିଛି ଦିନ ରହିଲା, ଠାକୁରଙ୍କ ପାଖରେ ଟିକେ ଟିକେ ସେବା ଦିଏ। କେଇ ଦିନ ପରେ ଠାକୁର ପଚାରିଲେ, କହିଲେ ଆଚ୍ଛା ତୁ ପାଠ ପଢାପଢି କେତେ କରିଛୁ? ନା ଠାକୁର ଗ୍ରାଜୁଏସନ 1 ବର୍ଷ ହେଇଛି, ଆଉ 1 ବର୍ଷ ବାକି ଅଛି। ଠାକୁର କହିଲେ ଠିକ ଅଛି ଗ୍ରାଜୁଏସନ କମ୍ପ୍ଲିଟ କରିଦେ। ଗ୍ରାଜୁଏସନ କମ୍ପ୍ଲିଟ କରିଦେଲା, ଫାର୍ଷ୍ଟ କ୍ଲାସ ପାଇଛି। ଠାକୁରଙ୍କ ପାଖକୁ ମିଠା ଧରିକି ଆସିକି ପହଞ୍ଚିଲା, ଆନନ୍ଦିତ ହେଲେ ଠାକୁର। କହିଲେ খুব ভালো, ঠিক ଅଛି এবার এমএটা পুଣି ଦେଇଦେ। এবং ସେ ପିଲାଟି ପୁଣି ଏମଏ ପରୀକ୍ଷା ଦେଲା। ଏମଏ ପରୀକ୍ଷାରେ ଗୋଲ୍ଡ ମେଡାଲ ପାଇଛି। ପେପରରେ ନାଁ ବାହାରିଲା, ଏଇ ଯେ ଅମଙ୍କ ଲୋକର ଛୁଆ ଆଜି ଏମଏରେ ଫାର୍ଷ୍ଟ କ୍ଲାସ ଫାଷ୍ଟ ଏବଂ ଗୋଲ୍ଡ ମେଡାଲ ପାଇଛି। ତାର ଗାଁର ଲୋକମାନେ ଯାଇକି ତାଙ୍କ ଘରେ ପହଞ୍ଚିଲେ, ତା ମାଙ୍କୁ କହିଲେ ଏଇ ତୋ ପୁଅର ଏଇଠି ଫଟୋ ବାହାରିଛି, ତୋ ପୁଅ ଆଜି ଏମଏ ପରୀକ୍ଷା ଦେଇଛି, ଫାର୍ଷ୍ଟ କ୍ଲାସ ଫାଷ୍ଟ ହେଇଛି ଏବଂ ଗୋଲ୍ଡ ମେଡାଲ ପାଇଛି। ମାଟି ବାରମ୍ବାର ପଚାରୁଛି କୋଉଠି ସେ ଅଛି, କୋଉଠି ପଢୁଛି, କାହା ପାଖରେ ଅଛି? ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆଶ୍ରମରେ ସେ ଅଛି। ଏ ଆଶ୍ରମଟା କୋଉଠି? ବୁଝି 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 ଆସିକି ଆଶ୍ରମରେ ପହଞ୍ଚିଲା। ତା ପୂର୍ବରୁ ଗୋଟେ ଝିଅଟିଏ ଠିକ କରିଛି ତାର ବିବାହ କରିବା ପାଇଁ। ଏବଂ ଯେତେବେଳେ ଆଶ୍ରମରେ ପ୍ରବେଶ କରିଛି, ହଠାତ୍ ଛୁଆ ସହିତ ଦେଖା ହେଇଗଲା। ଛୁଆଟିର ନାଁ ହଉଛି ରାମ ପ୍ରୀତମ, ରାମ ସିଂ, ରାମ ପରଶୁଆନ ସିଂ। ରାମ ପରଶୁଆନ ସିଂ ମା ଦେଖିଦେଲା ଛୁଆକୁ, ଗୋଳେଇ ପକେଇଲା, କହିଲା ମୁଁ ତତେ କେତେ ଖୋଜିଛି, ଏ ଆସିକି 2-4 ବର୍ଷ ହେଲା ତୁ ଏଇଠି ଅଛୁ, କିଛି ଖବର ଅନ୍ତର ନାହିଁ, ଚାଲ ମୋ ସାଥିରେ ଆମେ ଘରକୁ ଫେରିଯିବା, ଗୋଟେ ସୁନ୍ଦର ଝିଅ ମୁଁ ଯୋଗାଡ଼ କରିଛି ଏବଂ ତା ସହିତ ତୋର ବାହାଘର କରିଦେବି, କାରଣ ମୋ ପରିବାର ଭିତରେ ଆଉ କେହି ନାହିଁ, ତୁ ଏକମାତ୍ର ସନ୍ତାନ ମୋର। ସେ କହିଲା ମୋ ଜୀବନ ଭିତରେ ମୁଁ ବିବାହ କରିବିନି, ଆଉ ଠାକୁରଙ୍କର ଆଶ୍ରମ ଛାଡିକି, ଠାକୁରଙ୍କୁ ଛାଡିକି ମୁଁ କୁଆଡେ ଯିବିନି। ମା ଯେତେ କାକୁତି ମିନତି ହେଲେ ମଧ୍ୟ ଛୁଆଟି ସେଦିନ ଶୁଣିନି। ମା କହିଲା ଠିକ ଅଛି, ତୁ ଯଦି ଇଚ୍ଛା ନ କରିବୁ, ଠାକୁରଙ୍କ ପାଖରେ ମୁଁ ନିବେଦନ କରି ତୋତେ ମୁଁ କାଲି ନେଇଯିବି। ଏବଂ ଠାକୁର ବସିଛନ୍ତି ସକାଳେ, ମାଟି ନିବେଦନ କଲା ପରେ ଠାକୁର ରାମ ପରଶୁଆନଙ୍କୁ ଡାକିଲେ, କହିଲେ ରାମ ପରଶୁଆନ ମା ତୋର ଆସିଛି ଏବଂ ମା ସାଥିରେ ଯା, ତୋର ବିବାହ ହବ। ସେତେବେଳେ ରାମ ପରଶୁଆନ ଠାକୁରଙ୍କ ପାଖରେ ଠିଆ ହେଇକି ଆଖିରୁ ଲୁହ ଝରୁଛି ଏବଂ କହୁଛି ଠାକୁର ମୋର 2ଟା ମାଗୁଣୀ ଅଛି, ମୋ କଥା ଆପଣ ଟିକେ ଶୁଣିବେ ଏବଂ ତାପରେ ଯାହା ନିର୍ଦ୍ଦେଶ କରିବେ ମୁଁ ତାହା କରିବି। ଠାକୁର କହିଲେ ବୋଲ କଣ ଅଛି ତୋର କୁହ। କହିଲା ଠାକୁର ମୁଁ ଯାହା ଜାଣିଛି, ମୁଁ ଯେତିକିଟା ଜାଣିଛି, ମୋ ଘରେ 3ଟା ବିଧବା ମା ଅଛନ୍ତି। ମୋ ମା ବିଧବା, ମୋ ମାର ଶାଶୁ ବିଧବା, ମୋ ଜେଜେମାର ଯିଏ ଶାଶୁ ସେ ବି ବିଧବା। ଏ 3 ଜଣ ଯାକ ବର୍ତ୍ତମାନ ବଞ୍ଚିଛନ୍ତି। ଆଉ ସେମାନେ ବିଧବା ହେଇଛନ୍ତି ମୁଁ ଯାହା ଶୁଣିଛି, ଯେତେବେଳେ ମୋ ଜେଜେ ବାପା
ତାଙ୍କ ମାର ଗର୍ଭରେ ଥିଲେ। ତାଙ୍କର ଜନ୍ମ ପୂର୍ବରୁ ମୋ ଜେଜେବାପାଙ୍କର ବାପା ମରିଗଲେ। ଯେତେବେଳେ ମୋ ବାପା ମୋ ଜେଜେମାଙ୍କର ଗର୍ଭରେ ଥିଲେ ସେତେବେଳେ ମୋ ବାପାଙ୍କର ଜନ୍ମ ପୂର୍ବରୁ ମୋ ଜେଜେବାପା ମରିଗଲେ। ଆଉ ଯୋଉଦିନ ମୁଁ ମୋ ମାର ଗର୍ଭରେ ଥିଲି ମୋର ଜନ୍ମ ପୂର୍ବରୁ ମୋ ବାପା ବି ମରିଯାଇଛନ୍ତି। ଏଇଟା ଏଇଭଳି ଭାବରେ କୋଉ ଆବାହମାନ କାଳରୁ ଏମିତି ଚାଲି ଆସିଛି। ଠାକୁର ମୁଁ ଆଜି କଣ ବିବାହ କରିବାକୁ ଆପଣ ଚାହୁଁଛନ୍ତି? ମୁଁ ଆଜି ସନ୍ତାନ ଜନ୍ମ ଦେବା ପୂର୍ବରୁ ମୋର ମୃତ୍ୟୁ କଣ ଆପଣ ଚାହୁଁଛନ୍ତି? ଠାକୁର କହିଲେ ନା, ତୋର ମୃତ୍ୟୁ ମୁଁ ଚାହୁଁନି, ତୁ ବିବାହ କରିବୁନି। ମା ନିରାଶ ହେଇକି ଫେରିଗଲା। ରାମ ପରଶୁଆନଙ୍କୁ 34 ବର୍ଷ ବୟସ ହେଇଗଲା। ଠାକୁର ଦିନେ ରାମ ପରଶୁଆନଙ୍କୁ ଡାକିଲେ, କହିଲେ ରାମ ପରଶୁଆନ ତୋର କଣ ବିବାହ କରିବାକୁ ଇଚ୍ଛା ହୁଏ ନା? ନା ନା ଠାକୁର, ମୁଁ ବଞ୍ଚିବାକୁ ଚାହେଁ। ଠାକୁର କହିଲେ ଏবার ତୋତେ ବିବାହ କରିବାକୁ ହବ। ନା ଠାକୁର ଆପଣ ସେଦିନ ମନା କରିଥିଲେ ମୋତେ ବଞ୍ଚେଇବାକୁ ଆପଣ ଚାହାନ୍ତି, ପୁଣି ଆପଣ କହୁଛନ୍ତି ମୋତେ ବିବାହ କରିବାକୁ ହବ। ଠାକୁର କହିଲେ ମୁଁ କହୁଛି ଏবার ମୋତେ ବିବାହ କରିବାକୁ ହବ। ରାମ ପରଶୁଆନ କହିଲେ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଇଚ୍ଛା ହିଁ ମଙ୍ଗଳ, ଆପଣ ଯାହା ଚାହୁଁଛନ୍ତି ମୁଁ ସେୟା କରିବାକୁ ବାଧ୍ୟ। ଠାକୁର ଶ୍ରୀ ଶ୍ରୀ ବର୍ତ୍ତାଙ୍କୁ ନିର୍ଦ୍ଦେଶ କରାଗଲା ଏବଂ ଗୋଟେ ଭଲ ଝିଅ ଦେଖାଗଲା। ଆଶ୍ରମରେ ଧୁମଧାମରେ ବିବାହ ହେଲା। କିଛି ଦିନ ପରେ ରାମ ପରଶୁଆନ ସିଂଙ୍କର ତାଙ୍କର ସହରର ମିଳନ ସତ୍ତା ହେଲେ ଠାକୁରଙ୍କ ନିର୍ଦ୍ଦେଶରେ। ସିଏ ଉଠିଲେ ରାମ ପରଶୁଆନ ସିଂ। କ୍ୟାଲେଣ୍ଡରରେ 11 ମରା ହେଲା। ଛୁଆ ଜନ୍ମ ନେବା ପୂର୍ବରୁ କୋଉ ଦିନ ହୁଏ ତମର ମୃତ୍ୟୁ ହେଇଯିବ। ଦେଖାଗଲା ଗୋଟେ କନ୍ୟା ସନ୍ତାନ ଜନ୍ମ ନେଲା। କିନ୍ତୁ ରାମ ପରଶୁଆନ ସିଂ ମରି ନାହାନ୍ତି। ମନେ ମନେ ଭାବିଲେ ଝିଅଟା ଜନ୍ମ ନେଲା ବୋଲି ବୋଧେ ମୁଁ ବଞ୍ଚିଗଲି, ପୁଅଟେ ଜନ୍ମ ନେଇଥିଲେ ମରିଯାଇଥାନ୍ତି। ଝିଅକୁ 6 ବର୍ଷ ହେଇଯାଇଛି। ଶ୍ରୀ ଶ୍ରୀ ଠାକୁର ବସିଛନ୍ତି, କାଳିଷଠି ମା ଅନ୍ୟାନ୍ୟ ମା ମାନେ ଅଛନ୍ତି ଏବଂ ଏହି ସମୟରେ ରାମ ପରଶୁଆନ ସିଂର ସ୍ତ୍ରୀ ତାଙ୍କର ମା ଏବଂ ଝିଅ ସମସ୍ତେ ଆସିକି ଠାକୁରଙ୍କୁ ପ୍ରଣାମ କରୁଛନ୍ତି। ଏଇଠି କାଳିଷଠି ମା ଜଣେ ମାଙ୍କର କାନିକୁ ଭିଡ଼ି ଦେଇକି କହୁଛନ୍ତି ଏଇ ଦେଖ ନା ଏଇ ରାମ ପରଶୁଆନର ମାଟା ନା ଇଏ ଅପୁତ୍ରୀ, ୟାର ମୁହଁ ଚାହିଁଲେ ପୁଣ୍ୟ ହୁଏ ନା। ଏଟା ଆଜିର ଦୁନିଆର କଥା ନୁହେଁ, ସିଏ କଳି ଝଗଡ଼ା କରନ୍ତି ସେ ଦୃଷ୍ଟିରୁ କହୁଛି। ଏ କଥା ରାମ ପରଶୁଆନ ସିଂଙ୍କର ମା ତାଙ୍କ ମିସେସ୍ ଶୁଣିଲେ। ଶୁଣିକି ଆଖିରୁ ଲୁହ ଝରେଇକି ଫେରିକି ପଳେଇ ଆସିଲେ। ରାମ ପରଶୁଆନ ସିଂ ବି ଠାକୁର ପାଖରୁ ଆସିଛନ୍ତି, ତାଙ୍କ ମା ବି ଆସିଛନ୍ତି ଏବଂ କେବଳ ରହିଗଲା 6 ବର୍ଷର ଝିଅଟା। ଝିଅଟା ଆଣ୍ଠୁ ମାଡ଼ିକି ବସିକି ଠାକୁରଙ୍କୁ ପ୍ରଣାମ କରିକି ଆଖିରେ ଲୁହ ଝରେଇ କହୁଛି, ଠାକୁର এই যে ମୋ ମାଟା ଆଜି ପୁତ୍ର ସନ୍ତାନ ଜନ୍ମ ଦେଇନି ବୋଲି ମୋ ମା କେତେ ଟାହିଟା କରାର ସମ୍ମୁଖୀନ ହଉଛି। ଆଜି ମୋ ମାକୁ କିଏ କେତେ ପ୍ରକାର କଥା କହୁଛନ୍ତି। ଆଉ ମୁଁ ଶୁଣିଛି କୁଆଡେ ଯଦି ମୋ ମା ଗୋଟେ ପୁତ୍ର ସନ୍ତାନ ଜନ୍ମ ଦିଏ ତାହେଲେ ମୋ ବାବା ମରିଯିବେ। ଠାକୁର ମୋ ମା ଗର୍ଭରେ ନୁହେଁ, ଏବାର ମୋ ଗର୍ଭରେ ଆପଣ ଗୋଟେ ପୁତ୍ର ସନ୍ତାନ ଜନ୍ମ ଦେଇ ଦିଅନ୍ତୁ। ମୁଁ ଜନ୍ମ ନେଇକି ମୋ ମାକୁ ଦେଇଦେବି, ମୋ ବାବା ବଞ୍ଚିଯିବେ ଏବଂ ମୋ ମା ବି ଗୋଟେ ପୁତ୍ର ସନ୍ତାନ ଲାଭ କରିବ। ଠାକୁର କୋଳି ନେଇଛନ୍ତି ଝିଅଟିକୁ, କହୁଛନ୍ତି ନା ତୁ ନୁହେଁ, ଏବାର ତୋ ମା ଗୋଟେ ପୁତ୍ର ସନ୍ତାନ ଜନ୍ମ ଦେବ। ଏବଂ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନିର୍ଦ୍ଦେଶରେ ଅନିଚ୍ଛା ସତ୍ତ୍ୱେ ବି ସେଦିନ ରାମ ପରଶୁଆନ ସିଂ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ନେଇଛି। କିନ୍ତୁ ଦୀର୍ଘ 84 ବର୍ଷ ଧରି ରାମ ପରଶୁଆନ ସିଂଙ୍କର ମୃତ୍ୟୁ ହେଇନି ଏବଂ ଯିଏ ଆଶ୍ରମରେ ରହିକି ତାଙ୍କର ସମସ୍ତ ସମୟ ଅତିକ୍ରାନ୍ତ କରିଛନ୍ତି ତାଙ୍କର ପୁଅର ନାଁ ହେଉଛି ପ୍ରୀତମ ସିଂ, ଯିଏ ବର୍ତ୍ତମାନ ଇଂରାଜୀ ସତ୍ୟାନୁସରଣ ପାଠ କରୁଛନ୍ତି ଦେଓଘରରେ। ଇଏ ହେଉଛନ୍ତି ରାମ ପରଶୁଆନ ସିଂଙ୍କର ପୁତ୍ର, ଯୋଉଠି ଧାରା ଆଜି ଭାଙ୍ଗିଛି। ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ଏଇ ବାସ୍ତବ ଭାବରେ ଆଜି ସମାଜରେ ଏଇଭଳି ଭାବରେ ମଣିଷକୁ ବଞ୍ଚେଇବା ପାଇଁ ତାର ବିରାଟ ବାହୁ ପ୍ରସାରିତ କରି ପ୍ରତ୍ୟେକଟିକୁ ଆହ୍ୱାନ କରୁଛନ୍ତି, ନାହିଁରେ ଦୂରେ ଆ କୋଳେଆ, ନାହିଁରେ ଦୂରେ ଆ କୋଳେଆ, ଆତ୍ମ କିଏ ସେ ଦୁଃଖ ଭୋଗେ, ଧର୍ମ ସଂସ୍ଥାପନାର୍ଥାତ୍ ସମ୍ଭବାମି ଯୁଗେ ଯୁଗେ। ଜୟ ଗୁରୁ।